ମୁଁ ହେଉଛି ରବୀନ୍ଦ୍ର ବେହେରା, ସହକାରୀ ଶିକ୍ଷକ, ଚିତ୍ରଥୋଳା ସରକାରୀ ଉଚ୍ଚ ବିଦ୍ୟାଳୟ ଜନାର୍ଦ୍ଦନପୁର। ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ମକର ସଂକ୍ରାନ୍ତି ଅବସରରେ ମୁଁ ମୋ ପୁତ୍ର ଏବଂ ମୋ ବୋହୂଙ୍କୁ ଧରି ମାତା ଭଗବତୀ ପୀଠ ବଟେଶ୍ୱରକୁ ଆସିଅଛୁ। ମାଆଙ୍କର ଅପାର କରୁଣା ମହିମା। ବର୍ଷକରେ ଥରେ ମାଆଙ୍କ ଦର୍ଶନ ପାଇଲେ ଜୀବନ ଧନ୍ୟ ହୁଏ, ସରସ ସୁନ୍ଦର ମଧୁମୟ ହୋଇ ଉଠେ। ତେଣୁ ଏ ପରିବେଶ, ଏ ପୀଠ ମାଆଙ୍କର ଧନ୍ୟ ଧନ୍ୟ ଗୁଣ କୀର୍ତ୍ତନ କରୁଛନ୍ତି। ଏ ଅଞ୍ଚଳବାସୀ କାହିଁକି ଏ ଅଞ୍ଚଳବାସୀ ପାଖରୁ ଆହୁରି ଅନ୍ୟାନ୍ୟ ଦୂର ଦୂରାନ୍ତରୁ ମଧ୍ୟ ମାଆଙ୍କ ପବିତ୍ର ପୀଠକୁ ମଧ୍ୟ ଆସନ୍ତି। ଏପରିକି ଜଣାଯାଇଛି ମାଆଙ୍କର ଅପାର କରୁଣା ଭିତରେ ଅପୁତ୍ରିକ ମଧ୍ୟ ପୁତ୍ର ସନ୍ତାନ ଲାଭ ହୁଅନ୍ତି। ମାଆଙ୍କର କରୁଣାରୁ ସବୁକିଛି ପରିବର୍ତ୍ତନ ହୋଇ ହୁଏ, ନିଚ ଧନ୍ୟ ହୋଇ ଉଠେ ଏବଂ ସମସ୍ତେ ସୁଖ ଆନନ୍ଦ ଶାନ୍ତିରେ ମଧ୍ୟ ବସତି ସ୍ଥାପନ କରନ୍ତି। ସମସ୍ତଙ୍କ ପ୍ରତି ମାଆଙ୍କର କରୁଣା ରହିଛି। ଆଶା କରେ ଏହି ମକର ସଂକ୍ରାନ୍ତି ଦିବସରେ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ ନିବେଦନ। ଏ ମାଆଙ୍କ ପୀଠକୁ ଆସନ୍ତୁ, ଧନ୍ୟ ହୁଅନ୍ତୁ ଏବଂ ନିଜକୁ ଧନ୍ୟ କରିବା ସହିତ ପରିବେଶକୁ ଧନ୍ୟ କରନ୍ତୁ। ପ୍ରଣାମ। ମୋ ନାଁ ମମତା ମଞ୍ଜରୀ ଛାଟେଇ, ଆମ ଘର ରାୟସୁଙ୍ଗଡ଼ା ଆଉ ସାଲେପୁର କଟକ। ଆଉ ମୁଁ ଆଜି ନୂଆ ଶୁଣିଥିଲି ମାଆଙ୍କ ମହିମା ବିଷୟରେ। ମାଆଙ୍କ ମହିମା ତ ଅପାର, ବହୁତ ଦିନ ହେଲା ଶୁଣୁଛି। ଆଜି କିନ୍ତୁ ସୁଯୋଗ ହେବାରୁ, ମାଆଙ୍କ ଦୟା ହେବାରୁ ମୁଁ ମାଆଙ୍କ ପାଖକୁ ଆସିଛି। ଏଭଳି ସୁଯୋଗରେ ଆପଣମାନଙ୍କ ପାଖରେ ପହଞ୍ଚି ଆପଣମାନଙ୍କ ପାଖରୁ ବି ମୁଁ କିଛି କହିବାକୁ ମାଆଙ୍କ ବିଷୟରେ ସୁଯୋଗ ପାଇଛି। ତେଣୁ ମାଆଙ୍କ ବିଷୟରେ ବା କ'ଣ କହିବି। ମାଆଙ୍କର ତ ଏଇ ଅପାର ମହିମା ଯୋଗୁଁ ବହୁତ ଲୋକ ଆସିକି ମାଆଙ୍କ ପାଖରେ ନିଜର ମନସ୍କାମନା ପୂର୍ଣ୍ଣ କରି ମାଆଙ୍କ ମହିମା ଅନୁସାରେ ନିଜ ମନ ପୂରଣ କରିକି ଯାଉଛନ୍ତି। ମୁଁ ବି ଆସିଛି ଆଜି ଗୋଟେ ମନ ପୂରଣ କରିବା ପାଇଁ, ମାଆଙ୍କ କତିରେ ମାନସିକ କରିବା ପାଇଁ, କାରଣ ଏ ସୁଯୋଗ ମାଆ ଆଜି ମୋତେ ଦେଇଛନ୍ତି। ତେଣୁ ମୁଁ ମାଆଙ୍କୁ ଆଉ ମାଆଙ୍କ ବିଷୟରେ ବା କ'ଣ କହିବି, କିଏ ବା ନ ଜାଣିଛି ମାଆଙ୍କ ବିଷୟରେ। ଆଉ ମୁଁ ତ ଗୋଟେ ମାଆଙ୍କର ଭକ୍ତ। ମୁଁ ବହୁତ ଦିନରୁ ମାଆଙ୍କୁ ଭଲ ପାଏ, ବହୁତ ଛୋଟ ବେଳରୁ ବି ଭଲ ପାଏ। ଆଜି ଏମିତି ସୁଯୋଗ ଯେ କି 6 ଭଉଣୀ ଦେଖିଲା ଭିତରେ ମୁଁ 7 ଭଉଣୀଙ୍କ କତିରେ ପହଞ୍ଚିଛି। ଆଜି ସେଇଟା ବସି ଭାବିଲା ଭିତରେ ଆପଣ ମୋତେ ଆଜି ଡାକିଲେ। ତେଣୁ ମୁଁ ବା ମାଆଙ୍କ ବିଷୟରେ କ'ଣ କହିବି। ମାଆଙ୍କୁ ତ ଦର୍ଶନ କଲି, କିନ୍ତୁ ମୋ ମନ କଥା ଯାହା ତ ଆପଣଙ୍କୁ ବା କ'ଣ କହିବି, ମାଆଙ୍କୁ ଜଣେଇବା କଥା ଜଣେଇଲି। ମାଆଙ୍କୁ ଡାକିଲି ଯଦି ପ୍ରକୃତରେ ମାଆ ଜଗତ ଜନନୀ କଲ୍ୟାଣମୟୀ ହେଇଥିବ, ତାହେଲେ ମୁଁ ଯେଉଁ ଆଶା ନେଇକି ଆସିଛି ସେ ମାଆ ସେତିକି ପୂରଣ କଲେ ପୁଣି ପ୍ରତିବର୍ଷ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ଆସିବି। ଯାହାକି ମୁଁ ଏ ସୁଯୋଗ ସମସ୍ତଙ୍କୁ ଦେଉଛନ୍ତି, ମୁଁ ସେଇ ଆଶା ନେଇକି ବି ଆସିଛି। ତେଣୁ ମାଆଙ୍କ ଦୟା। କିନ୍ତୁ ଆପଣମାନେ ମୋତେ ଏତିକି ଭଲ ଜାଗାରେ ପହଞ୍ଚିଲେ ଯେ ଆପଣମାନଙ୍କ ସୁଯୋଗରେ ମୁଁ କିଛି କହିବାକୁ ସୁଯୋଗ ପାଇଛି। ଏତିକି ମୋ ପାଇଁ ମାଆ କରିଛନ୍ତି ବୋଧେ ମୁଁ ଭାବୁଛି। नीलू विश्वाल, सालेपुर। ये है माँ भगवतींकर जन्मपीठ। 100 वर्ष कि तदूर हम, हजार वर्षर माँकर ये माँ मंदिर। एठाकू आम आसु पूजा करने को। माँ आज जो मेला होची आपण आउ टिके परे देखिए। ये पूरा लोकारण्य हो संध्या बेलू ये बहुत भिड़ हुए, बहुत बाहर बहुत दूर लोक आसती। माँ भगवतींकर माने पुराण वर्णित कथा भी अच्छी। किंतु आपण माध्यम मोटे नवेदन करने को चाहे प्रशासन को। एठू आम माँ मंदिर 3टी मूर्ति चोरी होती, जोटा कि आज की 6-7 मास हम चोरी होता एपर्यंत तार कि संधान मिलना। सेटा जदि प्रशासन ये आपण माध्यम मुझे जनाऊँ, जदि प्रशासन तत्पर होता माँ को मूर्ति मिल जाता ताले श्रद्धालु बहुत खुशी हुए। गत वर्ष आम से 3 मूर्ति देखीलु, कि ए वर्ष ये 3 मूर्ति देखा मिलूनी। माँ मंदिर भितर मूर्ति थिला, आपण पशिगला बेलू बाँ पटे 3 मूर्ति रुहति। 3 मूर्ति नहांती चोरी हो जाती। प्रशासन चाहूँ मूर्तिटा मिलगले बहुत हम। जितेंद्र कुमार दीक्षित, बटेश्वर ग्राम बड़ पूजारी, ठाकुर बड़ पूजारी। जे आमर एटी मकर संक्रांति वर्षे थरे पड़े। मकर, बारेणी, त्रिवेणी 3 थर हुए। तो ये आमर सकाल माने राति 2टारू नीति होगी आमर भोग हो जाए। तापरे लोक समागम होती, बालभोग आरंभ हुए। बालभोग आरंभ होगापर आम ठाकुर सेवा राति 9टा पर्यंत लोक भिड़ होती। भिड़ हेल्ले आम राति 9टा पर आरती करूँ, पुणी नीति करूँ, पूजा करूँ मकर संक्रांति दिन। तापर आमर ये चित्रतला नदी, गुप्त नदी, गुप्त गंगा ये
ଗୁପ୍ତଗଙ୍ଗା ଲୋକ ବାହାଘର ଯେଉଁ ବ୍ରତଘର ମକୁଟ ଆସି ପକାନ୍ତି, ଅସ୍ଥି ବି ପକାନ୍ତି। ତାପରେ ଆମର ଏଇଟା ବୁଡ଼ ପକାନ୍ତି, ସବୁ ମକର ସଂକ୍ରାନ୍ତିରେ ବୁଡ଼ ବି ପକାନ୍ତି, ସ୍ନାନ କରାଯାଏ। ଏଠି ଏହା ଚାଲେ। ଚଳିତ ବର୍ଷ ଟିକେ ଅଧିକା ହେଇଛି କାହିଁକିନା ପାଗଟା ଠିକ୍ ଅଛି। ତାପରେ ଦୋକାନ ବଜାର ବି ଗୁମ୍ଫା ଡେରି କରି ହେଇଗଲା। ଦୋକାନ ବଜାର ଅଧିକା ଅଛି, ଲୋକ ବି ସମସ୍ତେ ଅଧିକା ଅଛନ୍ତି, ଏ ବର୍ଷ ଅଧିକା ରହିଛି।